ଦେଖିଲ ତମ ଭଣଜାର ଶକ୍ତି ପରୀକ୍ଷା ବାବୁ। ମୋ ଭଣଜା ପରି ଆଉ କିଏ ହେବ? ଭଣଜା ବୋलो ଏ ବାବୁ। ଅଧର୍ମୀ କହୁଛି ମୁଁ ଧର୍ମ କରୁଅଛି, ପାପୀ କହୁଛି ମୁଁ ପୁଣ୍ୟ କରୁଅଛି। ଆଚ୍ଛା ବା ଭଣଜା ବା, ତୋ ପରି ଭଣଜା ଯଦି ସେଇ ମହାଭାରତର ଶକୁନି ହେଇଥାନ୍ତା ଭଣଜା, ସମସ୍ତ କୁରୁବଂଶ କଣ ସମସ୍ତ ପାଣ୍ଡବ ବଂଶ ବି ଧ୍ୱଂସ ହେଇଯାଇଥାନ୍ତା। ନିଶ୍ଚୟ ନିଶ୍ଚୟ ବାବୁ, ତୁମେ କହିବା କଥା ହେଉଛି ସମ୍ପୂର୍ଣ୍ଣ ଭାବରେ ସତ। ଭଣଜା ହେଲେ ବାବୁ କାହିଁକି ବିଳମ୍ବ କରିବା? ଯିବା ଚାଲ ରାଜା ମହେନ୍ଦ୍ର କେଶରୀ ପାଖକୁ ଯିବା ବାବୁ। মহারাজ নমস্কার, মহারাজ নমস্কার। चक्रधर महाराज, ये तुम भणजा सूर्य प्रकाश तो? हाँ महाराज। सूर्य प्रकाश মহারাজ ମୁଁ ତମ ପାଇଁ ଗୋଟେ ସୁବର୍ଣ୍ଣ ସୁଯୋଗ ଦଉଛି। ତମେ କୁଆଡେ ହାଜତରୁ ଆସିବା ପରେ ବର୍ତ୍ତମାନ ଭଲ ମଣିଷ ହେଇଯାଇଛ। ହଁ ମହାରାଜ, ଭଲ ମଣିଷ ହେଇସାରିଛି ମହାରାଜ। ଲୋକଙ୍କର ହିତ କାର୍ଯ୍ୟ ପାଇଁ କାର୍ଯ୍ୟ କରୁଛ, ଦେଶ ସେବା କରୁଛ। ଏକଥା ଶୁଣିଲା ପରେ ନା ମୋ ମନରେ ପୁରା ପ୍ରଫୁଲ୍ଲତା ଜାତ ହେଇଛି। ମୁଁ ତମକୁ ଗୋଟେ ଏମିତି ଦାୟିତ୍ୱ ଦେବି। କେଉଁ ଦାୟିତ୍ୱ ଦେବ ମହାରାଜ କୁହନ୍ତୁ ମହାରାଜ। ଯୋଉ ଦାୟିତ୍ୱଟା ପାଇଲେ ନା ତମେ ଆହୁରି ଅଧିକ ସେବା କରିପାରିବ। ସେ ଦାୟିତ୍ୱଟା ହେଲା ଆମ ଏ ବୃନ୍ଦାବନ ରାଜ୍ୟର ପ୍ରଧାନ ସେନାପତି ପଦରେ ମୁଁ ତୁମକୁ ନିଯୁକ୍ତି କରୁଛି। ଆଜ୍ଞା ମହାରାଜ, ଆପଣଙ୍କ କାର୍ଯ୍ୟ ମୁଁ ସଫଳ କରିବି ମହାରାଜ। ଦେଖ, କେବେ ଜୀବନରେ ବିଶ୍ୱାସଘାତକତା କରିବାକୁ ଚେଷ୍ଟା କରିବନି। ନା ମହାରାଜ, ରାଜଦ୍ରୋହ ହେବାକୁ ଚେଷ୍ଟା କରିବନି। ନା ମହାରାଜ, ମୁଁ ସେମିତି କରିବିନି। ପ୍ରଜା ବତ୍ସଳ ହୋଇ ସୁଚାରୁ ରୂପେ ଶାସନ ପରିଚାଳନା କରିବ। ଆସ, ଆଜିଠାରୁ ତୁମକୁ ମୁଁ ପ୍ରଧାନ ସେନାପତି ପଦରେ ନିଯୁକ୍ତି ଦଉଛି। ତମେ ହେଲ ଆଜିଠାରୁ ଏ ବୃନ୍ଦାବନ ରାଜ୍ୟର ପ୍ରଧାନ ସେନାପତି, ସେନା ମୁଖ୍ୟ। ତମର ଆଦେଶରେ ଏ ସୈନ୍ୟ ସେନା ସବୁ ପରିଚାଳିତ ହେବେ। ସେଇଥିପାଇଁ କହୁଛି ଯେ ଦେଶର ଏମିତି ଭକ୍ତି କରିବ, ଏମିତି ସ୍ନେହ ଶ୍ରଦ୍ଧା କରିବ, ଯେମିତି ସ୍ୱର୍ଣ୍ଣାକ୍ଷର ଇତିହାସରେ ଲିପିବଦ୍ଧ ହେବ। ଆଜ୍ଞା ମହାରାଜ, ମୋ ପ୍ରଣାମଟା ଗ୍ରହଣ କରନ୍ତୁ ମହାରାଜ। ଭଗବାନ ତମର ମଙ୍ଗଳ କରନ୍ତୁ। ଚକ୍ର